ଧୈର୍ଯ୍ୟ ଧର ଅପେକ୍ଷା କରୁଥିଲୁ 24 ବର୍ଷ କ୍ଷୀର ଗରମ କରୁଥିଲୁ ଏବଂ ତାପରେ ସର ବି ବାଡ଼ି ଦେଉଥିଲୁ କ୍ଷୀରକୁ ବାହାର କରି ଯାହାକୁ ଯାହା ଦରକାର ତାହା ମଧ୍ୟ ଦେଉଥିଲୁ କିନ୍ତୁ ଏମାନେ ଚା ତିଆରି କରୁଛନ୍ତି ଫଟାଫଟ ଆଦରୁ ପକାଇ ଦିଅ ତା ଆଦରୁ ପକାଇ ଦିଅ ଫଟାଫଟ 2 ମିନିଟ୍ ଚା ହେଇଗଲା ତ ସେମିତି କ'ଣ ହୁଏ ସରକାର ସେମିତି ହୁଏନି ଯେଉଁ ହିତାଧିକାରୀମାନଙ୍କୁ ଆପଣ ଭତ୍ତା ଦେବେ କହିଥିଲେ 80 ବର୍ଷରୁ ଉର୍ଦ୍ଧ୍ୱ ତା ଭିତରେ ପୁରେଇଲେ ତ 57 ଲକ୍ଷ ହିତାଧିକାରୀ ଥିଲେ ଆମ ସମୟରେ ତମେ ଏମାନେ କହିଲେ 80 ବର୍ଷରୁ ଉର୍ଦ୍ଧ୍ୱ ତା ଦେହରେ 42 ଲକ୍ଷ ବାଦ ପଡ଼ିଯାଉଛନ୍ତି ଆମେ ଯାହା ହିସାବ କରୁଛୁ ସେମାନେ ଯିବେ କୁଆଡ଼େ 80 ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକ କେତେ ଅଛନ୍ତି ତେଣୁ ଯଦି ଭତ୍ତାରେ ଆପଣ ଏଭଳି ପାତର ଅନ୍ତର କଲେ ବାକି ଲୋକ ଯିବେ କୁଆଡ଼େ ହେଲା କଥା ତାପରେ ଆମ ସମୟରେ ଆମେ ଯେଉଁ ଯୋଜନା କରିଥିଲୁ ଆପଣ ନାଁ ପରିବର୍ତ୍ତନ କରିକି ଦେଉଛନ୍ତି ନାଁ ପରିବର୍ତ୍ତନ କଲେ କ'ଣ ହେବ ଯୋଜନା ତ ସେୟା ରହିବ ଗାଡ଼ିର ବସ୍ ରଙ୍ଗ ଚେଞ୍ଜ ବଦଳାଇଲେ କ'ଣ ହେବ ଆମେ କ'ଣ କରିଥିଲୁ 5 ଟଙ୍କା ଲୋକ ଆଜି ବି ଦେଖନ୍ତୁ କାଲି ଗୋଟେ ଜାଗାରେ ମୁଁ ଆସୁଥିଲି ଏକଦମ ଇଣ୍ଟେରିୟର ଏରିଆ ପୁରା ତା ଭିତରେ ଲକ୍ଷ୍ମୀ ବସ୍ ବାହାରିକି ଆସୁଛି ମୋତେ ସାଇଡ଼୍ ମାଗିଲା ମୁଁ କହିଲି ଆ ଭିତରେ ମୁଁ ଆସୁଛି ଯେ ଗାଁ ଭିତରେ ବି ଲକ୍ଷ୍ମୀ ବସ୍ ତେଣୁ ଆମ ସରକାର ଆମେ ଗାଁ ଗହଳି ସବୁଆଡ଼େ ଲକ୍ଷ୍ମୀ ବସ୍ ଦେଇଥିଲୁ 5 ଟଙ୍କା ଲୋକ ସଦର ମହକୁମା ଯାଉଥିଲେ ବୁଲିବାଲି ଆସୁଥିଲେ ଆପଣମାନେ ତା ଭିତରେ କିଛି ବନ୍ଦ କଲେଣି ଏବଂ କିଛି ରଙ୍ଗ ବଦଳିଲେଣି ତ କଥା ହେଉଛି କ'ଣ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମେ ଯାହା ଯାହା କରିଥିଲୁ ତାକୁ ଆଗେଇ ନେବା ଗୋଟେ ସରକାର କାର୍ଯ୍ୟ ନଟ୍ ଜାଣିଲେ ତାକୁ ପରିବର୍ତ୍ତନ କରି ନାଁ ପରିବର୍ତ୍ତନ କରିଦେଲେ କ'ଣ ହେବ ଆପଣ ସେଇଟା କେମିତି ଚାଲିବ କରନ୍ତୁ ତ ଆମେ ମୁଁ କହିବା କଥା ଆପଣମାନଙ୍କୁ 2000 ମସିହାରୁ 2024 ତା ଭିତରେ ଟୋଟାଲି ଆମେ ଲୋନ୍ ପାଖାପାଖି ଆମେ ଋଣ କରୁଥିଲୁ 74-75 ହଜାର କୋଟି ଟଙ୍କା କିନ୍ତୁ ଆପଣ ଆସୁ ଆସୁ 43,450 କୋଟିର ଲୋନ୍ କରିବା ପାଇଁ ବାହାରିଲେଣି ଭାରତ ବର୍ଷରେ ମୁଁ ଗର୍ବର ସହ କରିବି ଓଡ଼ିଶାରେ ନବୀନ ସରକାର ଗୋଟିଏ ସରକାର ଯିଏକି ନିରବଚ୍ଛିନ୍ନ ଭାବେ ଚେଷ୍ଟା କରୁଥିଲା ରାଜ୍ୟ ସରକାରଙ୍କର ଋଣ ଭାରକୁ କମିବା ଏବଂ ମୁଣ୍ଡ ପିଛା ଋଣ ଯାହା ଅଛି ତାକୁ ମଧ୍ୟ କମିବା 1,23,000 କୋଟିରୁ କମି 57,000 ଆସିଲା ତ ଆମେ ଚେଷ୍ଟା କରୁ ଆପଣ ଆସୁ ଆସୁ 43,450 କୋଟି ଟଙ୍କା ଯେଉଁ ଲୋନ୍ କଲେ ଅଲ୍ଟିମେଟଲି ସେ ଲୋନ୍ଟା ଯିବ କାହା ପାଇଁ ଲୋକଙ୍କ ମୁଣ୍ଡକୁ ଯିବ ଆପଣ କି ଯୋଜନା ଆମେ ତ ତାରି ଭିତରେ କରୁଥିଲୁ ନା ଆମେ ତାରି ଭିତରେ କରୁଥିଲୁ ଏବଂ ପର୍ କ୍ୟାପିଟାଲ ଯାହା ଯାହା ଲୋନ୍ ଅଛି ପର୍ ହେଡ଼୍ ଯାହା ଯାହା ଅଛି ଆମେ ସବୁ କମେଇ ଆଣୁଥିଲୁ ଏବଂ GDP ଗ୍ରୋଥ୍ ରେଟ୍ ଯାହା ଦେଖୁଛୁ ଓଡ଼ିଶାରେ ସର୍ବଭାରତୀୟ ସ୍ତରରେ ମଧ୍ୟ ବହୁତ ବଢ଼ିଆ ଥିଲା ଏମିତି କ'ଣ ଅସୁବିଧା ହେଇଗଲା ଆପଣ ପୁଣି ଲୋନ୍ କରୁଛନ୍ତି ଲୋକମାନଙ୍କ ମୁଣ୍ଡ ଉପରେ ଏଇଟା ପ୍ରବଳ ଲୋନ୍ ହେଲା କଥା ତେଣୁ କ'ଣ କାର୍ଯ୍ୟକ୍ରମ ହେଉଛି ଆପଣମାନେ ଦେଖୁଛନ୍ତି ଆମେ ଦେଖୁଛୁ ଯେହେତୁ ସରକାର କରୁଛନ୍ତି ଆମେ ତ ସବୁପ୍ରକାର ସହଯୋଗ କରିବା ପାଇଁ ଆମେ କଥା ଦେଇଛୁ କିନ୍ତୁ ଲୋକମାନଙ୍କର ହିତ ପାଇଁ ଯାହା କରିବେ ଆମେ ସହଯୋଗ କରିବୁ କିନ୍ତୁ ଯେଉଁଠି ଅନ୍ୟାୟ ହେବ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ପ୍ରତିବାଦ କରିବେ ଲୋକ ବୁଝିଲେନି ଏହା ହେଉଛି କଥା ତାଙ୍କ ଭିତରେ ଆପଣ ଦେଖନ୍ତୁ ଆଉ କିଛି ଦିନ ଭିତରେ କ'ଣ ହେଉଛି ଆପଣ ବହୁତ କିଛି ଘଟଣା ଘଟିବାକୁ ଯାଉଛି ଆପଣ ଦେଖିବେ ଆପଣ ଅଛୁ ଆମେ ଅଛୁ ଅନେକ କିଛି ଘଟଣା ଘଟିବ ସେଇଥିପାଇଁ କିଶୋରପୁର ଆପଣମାନଙ୍କୁ କହୁଥିଲି ପୁରା କ୍ଷୀର ଗରମ କରିବା ଏବଂ ଚା ତିଆରି କରିବା ଭିତରେ ତଫାତ ଅଛି କହୁଥିଲି କିଶୋରପୁରକୁ ତେଣୁ ଯିଏ ସକାଳୁ କ୍ଷୀର ଗରମ କରେ ହାଣ୍ଡିରେ ସେ ଜଗିକି ବସିଥାଏ କେତେବେଳେ କ୍ଷୀର ଗରମ ହେବ କାଳେ ଉତୁରି ଯିବ କି କ'ଣ ହେବ ତା ପାଇଁ ଧୈର୍ଯ୍ୟ ଦରକାର ଆମେ ଧୈର୍ଯ୍ୟ ଧର ଅପେକ୍ଷା କରୁଥିଲୁ 24 ବର୍ଷ କ୍ଷୀର ଗରମ କରୁଥିଲୁ ଏବଂ ତାପରେ ସର ବି ବାଡ଼ି ଦେଉଥିଲୁ କ୍ଷୀରକୁ ବାହାର କରି ଯାହାକୁ ଯାହା ଦରକାର ତାହା ମଧ୍ୟ ଦେଉଥିଲୁ କିନ୍ତୁ ଏମାନେ ଚା ତିଆରି କରୁଛନ୍ତି ଫଟାଫଟ ଆଦରୁ ପକାଇ ଦିଅ ତା ଆଦରୁ ପକାଇ ଦିଅ ଫଟାଫଟ 2 ମିନିଟ୍ ଚା ହେଇଗଲା ତ ସେମିତି କ'ଣ ହୁଏ ସରକାର ସେମିତି ହୁଏନି ସରକାର ଏବଂ ତାକୁ ଚଳାଇବା ପାଇଁ ଧୈର୍ଯ୍ୟ ଦରକାର ଆବଶ୍ୟକ ଜ୍ଞାନ ଦରକାର 4.5 କୋଟି ଲୋକଙ୍କୁ ରିପ୍ରେଜେଣ୍ଟ କରୁଛନ୍ତି ଜଣେ ଜଣେ ମନ୍ତ୍ରୀ ଦେ ଶୁଡଣ୍ଟ ଫରଗେଟ୍ ଦିସ୍ ଏଇଟା ଅତ୍ୟନ୍ତ ଗୁରୁତ୍ୱର ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମ କ'ଣ ରହୁଛି ଆମେମାନେ ଆପଣମାନଙ୍କ ଭଳି ଆମେ ବି ସାଧାରଣ ଲୋକ ଭଳି ଦର୍ଶକ ହେଇ ରହିଛୁ ଦେଖୁଛୁ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମ କ'ଣ କଥା କହିବା ଆପଣ ଦେଖିଛନ୍ତି ବିଜୁ ଜନତା ସରକାରରେ କେହି ମନ୍ତ୍ରୀ କିଛି କଥା ଆମେ କାମ କରୁଥିଲୁ ଏବେ ଖାଲି କଥା ଦେଖୁଛୁ ଇଏ କ'ଣ ଆଜି ପ୍ରେସ୍ରେ କହିଲାଣି ସିଏ କହିଲେ ଆମେ ତ ଚୁପଚାପ ଦେଖୁଛୁ ତେଣୁ ଆଶା କରୁଛୁ ସମସ୍ତେ ରାଜ୍ୟବାସୀଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବେ ଆଉ ବିଶେଷ କିଛି କହିବାର ନାହିଁ।